ମ୍ୟାଡ଼ାମ୍ ଦେଖନ୍ତୁ ପ୍ରଥମ କଥା ହେଉଛି ଯେ ମନମୋହନ ସାମଲ ନୂଆପଡ଼ାରେ ପ୍ରାର୍ଥୀ ହେବାର କୌଣସି ସମ୍ଭାବନା ନାହିଁ ଏବଂ ଯଦି ମନମୋହନ ସାମଲ ସେଠି ପ୍ରାର୍ଥୀ ହୁଅନ୍ତି ତାହେଲେ ଲେଖିକି ରଖନ୍ତୁ ଯେ ସେଠି ବିଜେଡି ପୁଣି ଥରେ ବିଜେପି ସେଠି ଚତୁର୍ଥ ସ୍ଥାନରେ ରହିବ। ମାନେ ମନମୋହନ ସାମଲକୁ ନୂଆପଡ଼ାରେ କିଏ କାହିଁକି ଭୋଟ ଦେବ? ମନମୋହନ ସାମଲ ଚାନ୍ଦବାଲିରେ ଜିତି ପାରୁନାହାନ୍ତି, ନୂଆପଡ଼ାରେ ଜିତିବେ। ନିଜ ଘରେ ଯେଉଁ ଲୋକ ନିର୍ବାଚନ ଜିତି ପାରୁନାହାନ୍ତି, ଯେତେବେଳେ ସାରା ରାଜ୍ୟରେ ନିର୍ବାଚନ ହାୱା ଅଛି, ବିଜେପି ସରକାର ଗଢ଼ୁଛି, ସେତେବେଳେ ଚଣ୍ଡିଖୋଲରେ ନିଜର କ'ଣ ଚାନ୍ଦବାଲିରେ ନିର୍ବାଚନ ହାରି ଯାଉଥିବା ମନମୋହନ ସାମଲ ନୂଆପଡ଼ା ନିର୍ବାଚନ ଲଢ଼ିବେ। ଆପଣମାନେ ସବୁ ମାନେ ଗପ କହୁଛନ୍ତି ଏବଂ ଗପ ଶୁଣାଉଛନ୍ତି ଲୋକଙ୍କୁ। ଓଡ଼ିଶାରେ ଆମର ଏସବୁ ହେଉଛି କାଳ୍ପନିକ ସାମ୍ବାଦିକତା। କଳ୍ପନା ଆଶ୍ରୟୀ ସାମ୍ବାଦିକତାର କିଛି ମୂଲ୍ୟ ନାହିଁ। ଆପଣମାନଙ୍କର ଧାରଣା ହେଉଛି ଯେ ଭୋଟର ମାନେ ଲୋଭର ବସ୍ତୁ କରିଦେଇକି ଭୋଟ ଦିଅନ୍ତି। ଭୋଟର ମାନେ ହେଉଛନ୍ତି ପୃଥିବୀର ସବୁଠୁ ବିଜ୍ଞ ଲୋକ। ସେମାନେ ଜାଣିଛନ୍ତି କାହାକୁ କେତେବେଳେ କେଉଁଠି କେଉଁ ପରିସ୍ଥିତିରେ ଭୋଟ ଦେବେ। ଓଡ଼ିଶାରେ ଆପଣ ଦେଖିବେ ନୂଆପଡ଼ା ନିର୍ବାଚନରେ ଗୋଟେ ବଡ଼ ବାର୍ତ୍ତା ଆସିବ ଏବଂ ସେ ବାର୍ତ୍ତା ଓଡ଼ିଶା ରାଜନୀତିର ଭବିଷ୍ୟତକୁ ବଦଳାଇ ଦେବ।